शुभ सकाळ पिलाମାନେ केमिति अଛ ସମସ୍ତେ ବଢିଆ ଅଛ ଆଚ୍ଛା ଆଜି ଆମେ ସପ୍ତମ ଶ୍ରେଣୀର ଭୂଗୋଳ ବିଷୟ ପଢିବା କେଉଁ ପ୍ରସଙ୍ଗରେ ପଢିବା ବାୟୁମଣ୍ଡଳର ବିଭିନ୍ନ ସ୍ତର ବିଷୟରେ ଆଜି ଜାଣିବା ବୁଝିଲ କି ନାହିଁ ଆଚ୍ଛା ତମେ ମାନେ ବାୟୁମଣ୍ଡଳ ବିଷୟରେ ଜାଣିଛ ଆଚ୍ଛା ଠିକ ଅଛି ଏହି ଭିଡିଓଟି ଦେଖି ସାରିଲା ପରେ ଆମର କଣ କଣ ଉପକାର ହବ ଆମେ କେଉଁ କେଉଁ ବିଷୟରେ ଜାଣିବା ଏ ବାୟୁମଣ୍ଡଳର ବିଭିନ୍ନ ସ୍ତର ଗୁଡ଼ିକୁ ଜାଣିବା ଆଉ ଚିତ୍ର ମାଧ୍ୟମରେ ତାକୁ ଚିହ୍ନଟ କରିବା ଆଉ ବାୟୁମଣ୍ଡଳର ସ୍ତର ସବୁ ଜାଣିଛ ତାହେଲେ ଆସ ଜାଣିବା ବାୟୁମଣ୍ଡଳର ବିଭିନ୍ନ ସ୍ତରର ନାମ କଣ କଣ ପ୍ରଥମେ ଟ୍ରପୋସ୍ଫିୟର ତାପରେ ଷ୍ଟ୍ରାଟୋସ୍ଫିୟର ତାପରେ ମେସୋସ୍ଫିୟର ଆଉ ଥର୍ମୋସ୍ଫିୟର ଆଉ ଲାଷ୍ଟକୁ ରହିଲା ଏକ୍ସୋସ୍ଫିୟର ବୁଝିପାରିଲ ଭେରି ଗୁଡ୍ ଏବେ ଜାଣିବା ଟ୍ରପୋସ୍ଫିୟର ବିଷୟରେ ଟ୍ରପୋସ୍ଫିୟର କଣ ଆଚ୍ଛା ଶୁଣ ତାହେଲେ ବାୟୁମଣ୍ଡଳର ଇଏ ହେଲା ସର୍ବନିମ୍ନ ସ୍ତର ଆଉ ପୃଥିବୀକୁ ଲାଗି କରି ରହିଛି କିଏ ସେ ଭେରି ଗୁଡ୍ ହଁ ଟ୍ରପୋସ୍ଫିୟର ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ସମସ୍ତ ଘଟଣାବଳୀ ଯେପରିକି ବୃଷ୍ଟିପାତ କୁହୁଡି କୁଆପଥର ବୃଷ୍ଟି ଏ ସବୁ ଏଇ ସ୍ତରରେ ହେଉଥିବାରୁ ଜୀବଜଗତ ପାଇଁ ଏ ସ୍ତରଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୁଝିଲ କି ନାହିଁ ପିଲାମାନେ ସାବାସ୍ ଏହାର ହାରାହାରି ଉଚ୍ଚତା କେତେ ଜାଣିଛ ପିଲାମାନେ ପ୍ରାୟ 12 କିଲୋମିଟର ମେରୁ ଅଞ୍ଚଳରେ କେତେ ଆଚ୍ଛା ଶୁଣ ମେରୁ ଅଞ୍ଚଳରେ ପ୍ରାୟ 8 କିଲୋମିଟର ଆଉ ବିଷୁବ ଅଞ୍ଚଳରେ ପ୍ରାୟ 16 କିଲୋମିଟର ବୁଝିପାରିଲ ସାବାସ୍ ଆଚ୍ଛା ତାପରେ ଆମେ କେଉଁ ସ୍ତର ବିଷୟରେ ପଢିବା କିଏ କହିବ ଭେରି ଗୁଡ୍ ଷ୍ଟ୍ରାଟୋସ୍ଫିୟର ବିଷୟରେ ପଢିବା କଣ ଷ୍ଟ୍ରାଟୋସ୍ଫିୟର ଆଚ୍ଛା ତମେ ମାନେ ଦେଖିପାରୁଛ ସ୍କ୍ରିନରେ ଡାହାଣ ପଟେ ଗୋଟେ ନାଲି ବକ୍ସ ଅଛି ନାଲି ବକ୍ସରେ କଣ ଲେଖା ହେଇଛି କିଏ କହିବ ହଁ ଟ୍ରପୋପଜ ଲେଖା ହେଇଛି ସେ ଟ୍ରପୋପଜ କଣ ଜାଣିଛ ପିଲାମାନେ ଷ୍ଟ୍ରାଟୋସ୍ଫିୟର ଟ୍ରପୋସ୍ଫିୟର ଆଉ ଷ୍ଟ୍ରାଟୋସ୍ଫିୟର ମଝିରେ ଗୋଟେ ସ୍ତର ଦେଇଛି ଦେଖ ତୀର ଚିହ୍ନକୁ ସେଇ ଟ୍ରପୋସ୍ଫିୟର ଆଉ ଷ୍ଟ୍ରାଟୋସ୍ଫିୟର ମଝିରେ ଯୋଉ ସ୍ତରଟା ଅଛି ସେଇ ସ୍ତରଟାକୁ ଟ୍ରପୋପଜ କୁହାଯାଏ ବୁଝିହେଲା କାହିଁକି ନା ଭୂପୃଷ୍ଠରୁ 12 କିଲୋମିଟର ସେ ସ୍ତରଟା ଏ ସ୍ତରରେ କଣ ହୁଏ ଜାଣିଛ ଧୂଳିକଣା ଆଉ ଜଳୀୟ ବାଷ୍ପ ନାହିଁ ଏ ସ୍ତରରେ ଯାହା ଫଳରେ କଣ ହୁଏ ନା ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠି ସଂଗଠିତ ହୁଏ ନାହିଁ ଫଳରେ କଣ ଆମର ହବାରେ ସାହାଯ୍ୟ କରୁଛି ନା ବିମାନ ଚଳାଚଳ ପାଇଁ ଏ ସ୍ତରଟା ଏକ ଅନୁକୂଳ ସ୍ତର ବୁଝିଲ କି ନାହିଁ ଆଚ୍ଛା ଠିକ ଅଛି ତାପରେ ଏ ସ୍ତରର ନିମ୍ନାଂଶରେ କଣ ରହିଛି ଜାଣିଛ ହଁ ଧନ୍ୟବାଦ ଓଜୋନ ଗ୍ୟାସ ରହିଛି ଏ ଗ୍ୟାସ ଆମର କି ଉପକାରରେ ଆସେ ଏ ଗ୍ୟାସ ଆମକୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମି ପ୍ରଭାବରୁ ରକ୍ଷା କରେ ଆଉ ମଧ୍ୟ ଚର୍ମ ରୋଗରୁ ରକ୍ଷା କରେ ମନେ ରଖିବ ଆଚ୍ଛା ତାପରେ ଆମେ କେଉଁ ସ୍ତର ବିଷୟରେ ଜାଣିବା ମେସୋସ୍ଫିୟର ଆଚ୍ଛା ମେସୋସ୍ଫିୟର ବିଷୟରେ ତମେ ମାନେ ଦେଖ ସ୍କ୍ରିନରେ ଗୋଟିଏ ଡାହାଣ ପଟରେ ଅଛି ଗୋଟେ ନାଲି ବକ୍ସ ସେଠି କଣ ଲେଖା ହେଇଛି ହଁ ସାବାସ୍ ଷ୍ଟ୍ରାଟୋପଜ ଲେଖା ହେଇଛି ଏଇ ଯୋଉ ଦେଖୁଛେ ଆମେ ଷ୍ଟ୍ରାଟୋପଜ ଏହା ଷ୍ଟ୍ରାଟୋସ୍ଫିୟର ଆଉ ମେସୋସ୍ଫିୟର ମଧ୍ୟବର୍ତ୍ତୀ ସ୍ତର ଏହା ପ୍ରାୟ 80 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି କିଏ ସେ ଭେରି ଗୁଡ୍ ମେସୋସ୍ଫିୟର 80 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ବୁଝିପାରିଲ ପିଲାମାନେ ଏ ସ୍ତରରେ କଣ ହୁଏ ଜାଣିବା ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ଉଚ୍ଚତା ବଢେ ତାପମାତ୍ରା କମେ ଆଚ୍ଛା ତାପରେ କେଉଁ ସ୍ତର ବିଷୟରେ ପଢିବା ଥର୍ମୋସ୍ଫିୟର ବିଷୟରେ ଜାଣିବା କଣ ଥର୍ମୋସ୍ଫିୟର ବିଷୟରେ ଜାଣିବା ଆଚ୍ଛା ଦେଖ ପୁଣି ଗୋଟେ ସ୍କ୍ରିନରେ ଆସୁଛି ନାଲି ବକ୍ସ ଦେଖିଲ କଣ ଲେଖା ହେଇଛି କିଏ କହିବ ହଁ ତୁମେ କୁହ ମେସୋପଜ ଭେରି ଗୁଡ୍ ଆଚ୍ଛା ଏଇ ଯୋଉ ମେସୋପଜଟା ଏହା ମଧ୍ୟ ଏକ ସ୍ତର ଅଛି ଥର୍ମୋସ୍ଫିୟର ମଧ୍ୟରେ ଥିବା ସ୍ତର ଯାହାକି ଏ ସ୍ତରର ନିମ୍ନ ଭାଗରେ ଆୟନ କଣିକା ଗୁଡିକ ଘନୀଭୂତ ହୋଇ ରହିଥାନ୍ତି କଣ ରହିଥାଏ ସ୍ତର ନିମ୍ନ ଭାଗରେ ଧନ୍ୟବାଦ ଆୟନ କଣିକା ତେଣୁ ଏ ଅଂଶକୁ ଆୟନୋସ୍ଫିୟର ବୋଲି କୁହାଯାଏ ଯୋଉ ନିମ୍ନ ଅଂଶଟାକୁ କଣ କୁହାଯାଏ ଆୟନୋସ୍ଫିୟର ଏ ସ୍ତରକୁ ଆଉ ଗୋଟିଏ ସ୍ତର ମଧ୍ୟ କୁହାଯାଏ ଆଉ ଗୋଟିଏ ନାଁ ଅଛି କଣ ତାର ନାଁ କିଏ କହିବ
ହଁ, ସାବାସ୍। ଏ ସ୍ତରକୁ ବେତାର ତରଙ୍ଗ ପ୍ରସାରଣ ସ୍ତର ବୋଲି ମଧ୍ୟ କୁହାଯାଏ, ମନେ ରଖିବ। ଆଉ ଆମେ ଶେଷରେ ଜାଣିବା କୋଉ ସ୍ତର ବିଷୟରେ? ଭେରି ଗୁଡ୍, ଏକ୍ସୋସ୍ଫିୟର ବିଷୟରେ ଜାଣିବା। ଆଚ୍ଛା, ଏକ୍ସୋସ୍ଫିୟର କ'ଣ? ନା ବାୟୁମଣ୍ଡଳର ସବୁଠୁ ଅତି ପତଳା ଆଉ ସବୁଠୁ ବାହାର ସ୍ତର ସିଏ ହେଲା ଏକ୍ସୋସ୍ଫିୟର। ବୁଝିପାରିଲ କି ନାହିଁ? ଏ ସ୍ତରରେ କେଉଁ କେଉଁ ଗ୍ୟାସ୍ ରହିଛି ଜାଣିଛ? କିଏ କହିବ? ହଁ, କୁହ। ଭେରି ଗୁଡ୍, ହିଲିୟମ ଆଉ କ'ଣ? ଉଜାନ ଗ୍ୟାସ୍। ଧନ୍ୟବାଦ, ବଢିଆ କହିଲ। ସମସ୍ତେ ବୁଝିପାରିଲ କି ନାହିଁ? ଆଚ୍ଛା।